ନମସ୍କାର ସାଙ୍ଗମାନେ। ଆଜି ମୋର ପଖାଳକୁ ମାଛ ଭଜା ଖାଇବାକୁ ବହୁତ ଇଚ୍ଛା ହଉଥିଲା। ତାପରେ ଭାବିଲି ମାଛ ଭଜାକୁ ଯାଉଛି ଗୋଟେ ଅଲଗା ପ୍ରକାର ବନେଇବି। ସେଥିପାଇଁ ମାଛରେ ଲୁଣ ହଳଦୀ ପକେଇକି ତାକୁ ଭଲସେ ଭାଜିଦେଲି ଆଗ। ତାକୁ ଲାଲ ଲାଲ କରିକି ଭାଜି ହେଇଗଲା ପରେ ତାକୁ କାଢିଦେଲି। ତାପରେ ଏପଟେ ମାଛ ଭାଜି ହେବା ଭିତରେ ମୁଁ ମୋର ଅଲଗା ସବୁ ଆଇଟମ ବି ରେଡି କରିଦେଇଥିଲି। ପିଆଜ ରସୁଣ କଞ୍ଚା ଲଙ୍କା ଧନିଆ ପତ୍ର ସବୁ ରେଡି କରିଦେଇଥିଲି। ଏପଟେ ମୁଁ ମାଛର କଣ୍ଟା ବାଛି ଦଉଛି। ଟିକେ ସାବଧାନରେ ବାଛିବାର ଅଛି ମାଛ କଣ୍ଟାଟା। ମୁଁ ଏଠି ଖଅଙ୍ଗା ମାଛ ନେଇଥିଲି, ତ ଏଥିରେ ବହୁତ କମ କଣ୍ଟା ଥିଲା ଯୋଉଟା କି ଇଜିଲି ବାହାରିଗଲା। ଆପଣ ଚାହିଁଲେ ଯେକୌଣସି ମାଛ ବି ନେଇପାରିବେ, କିନ୍ତୁ ଟିକେ କମ କଣ୍ଟା ବାଲା ମାଛ ନେଲେ ଏଇଟା ବହୁତ ହି ଇଜିଲି ବାହାରିଯିବ ଆଉ ଖାଇବାକୁ ବି ବହୁତ ଟେଷ୍ଟି ଲାଗିବ। ଏଠି ମୁଁ ମାଛକୁ ସବୁ ଯାହା ଯାହା ଟିକେ କଣ୍ଟା ଥିଲା, ଅଳ୍ପ ଅଳ୍ପ କଣ୍ଟା ଥିଲା, ତାକୁ ମୁଁ ସାବଧାନର ସହିତ ବାହାର କରିଦଉଛି। ତାପରେ ତାକୁ ମୁଁ ହାତରେ ମ୍ୟାସ କରିଦଉଛି। ହାତରେ ଆପଣ ଚାହିଁଲେ ତାକୁ ହେମଦସ୍ତାରେ ବି ମାସ କରିପାରିବେ, କିନ୍ତୁ ମୁଁ ଏଠି ହାତରେ ଇଜିଲି ମାସ କରିଦଉଛି। ଏଇଟା ଗୋଟେ 2 ମିନିଟ ବାଲା ରେସିପି, କାରଣ ଏଇଟା ଖାଇବାକୁ ଯେତେ ଟେଷ୍ଟି ବନେଇବା ବି ବହୁତ ହି ଇଜି। ଯିଏ ମାନେ ସିଏ ବନେଇ ପାରିବେ। ପଖାଳ ସାଙ୍ଗରେ ତ ଏହାର କମ୍ବିନେସନ ଟା ବହୁତ ଭଲ। ଆପଣ ଚାହିଁଲେ ଗରମ ଭାତ ସାଙ୍ଗରେ ବି ଖାଇପାରିବେ। ମୁଁ ଏଠି ସବୁ ମାଛ ଭଜାକୁ ଭଲସେ ମ୍ୟାସ କରିଦଉଛି। ମ୍ୟାସ କରି ସାରିଲା ପରେ ତାକୁ ଯାହା ଯାହା ଗୋଟେ ଗୋଟେ ବି ତା ଦେହରେ ଛୋଟ ଛୋଟ କଣ୍ଟା ରହୁଛି ସେଇଟା ବି ଆରାମସେ ବାହାରି ଯିବ। କିନ୍ତୁ ଖାଲି ସାବଧାନ ସହ ଟିକେ ମ୍ୟାସ କରିବାର ଅଛି। ଏପଟେ ମୁଁ ଗୋଟେ ହେମଦସ୍ତାରେ ରସୁଣ କଞ୍ଚା ଲଙ୍କା ଆଉ ପିଆଜକୁ ତାକୁ ମୁଁ ଦର ଦର ଛେଚା କରିକି ଛେଚି ଦଉଛି। ଆମର ପୁରା ପେଷ୍ଟ ବନେଇବାର ନାହିଁ, ଆମର ଖାଲି ଟିକେ ଦର ଦର ଛେଚା ବନେଇବାର ଅଛି, ଯୋଉଟା କି ପାଟିକୁ ଲାଗିବ ଆଉ ଭଲ ବି ଲାଗିବ ଖାଇବାକୁ। କାରଣ ଭର୍ତ୍ତା ଆଇଟମ ରେ ତ ଏମିତି କଟା ଥିବା ପିଆଜ ବି ପକାଯାଏ, ଯୋଉଟା କି ପାଟିକି ଲାଗୁଥିବ, ଟିକେ ବହୁତ ଭଲ ଲାଗୁଥିବ। ଏପଟେ ମୁଁ ସେ ସବୁ ଛେଚା ରଖିଥିବା ମସଲାକୁ ପକେଇଦେଲି ମାଛରେ। ତାପରେ ଧନିଆ ପତ୍ର ପକେଇଦେଲି, ଆଉ ସୋରିଷ ତେଲ ଟିକେ ପକେଇଦେଲି। ଭର୍ତ୍ତା ଆଇଟମ ରେ କଞ୍ଚା ସୋରିଷ ତେଲ ଟା ବହୁତ ବାସ୍ନା ହୁଏ। ତାପରେ ଟିକେ ଲୁଣ ଦରକାର ଥିଲା ତ ଟିକେ ଲୁଣ ପକେଇଦେଲି। ଆଉ ଟିକେ ଲେମ୍ବୁ ଚିପୁଡ଼ି ଦେଲି। ଫାଳେ ଲେମ୍ବୁ ମୁଁ ଏଠି ଚୁପୁଡିଛି, ଯୋଉଟା କି ଟିକେ ଖଟା ଖଟା ଲାଗିବ, ଟ୍ୟାଙ୍ଗି ଫ୍ଲେଭର ଆସିବ ଖାଇବାକୁ। ତାକୁ ଭଲସେ ମିକ୍ସ କରିଦେଲି। ମିକ୍ସ କରିଦେଇକି ଏପଟେ ମୋର ବହୁତ ବଢିଆ ସେ ରେଡି ହେଇଗଲା ମାଛ ଭର୍ତ୍ତା। ମାଛ ଭର୍ତ୍ତା କି ମାଛ ଚକଟା ଆପଣ ଯାହାବି କହିପାରିବେ। ଆଉ ଏଇଟାକୁ କରିକି ନିଶ୍ଚୟ ଖାଆନ୍ତୁ, ବହୁତ ହି ବଢିଆ ଟେଷ୍ଟି ଲାଗିବ।